ଷ୍ଟମ୍ପ କିଛିଟା ଆଣିଥିଲି ତାକୁ ଲଗାଉଛି ଲିଙ୍ଗା ଦାଢ଼ରେ, ମାନେ ୟାକୁ ବନ୍ଧ ଟାଇପ୍ର କରିଥିଲି ଯେ ପାଣି ସବୁବେଳେ ଯିବା ଆସିବା କରୁଥିଲା, ଯାହାଦ୍ୱାରା କି ଧାନ ଫାନ ହେଇପାରୁନଥିଲା ଏଇ ବିଲଟାରେ। ତେଣୁ ଏଇ ଯେଉଁ ହୁଡ଼ାଟା କରିଦେଇଛି, ହୁଡ଼ା ସାଇଡ଼୍ ପଟେ ବାଉଁଶ ଗଛ ଲଗାଉଛି। ଆଉ ବାଉଁଶ ଗଛଟା ଏତେ ଉପକାରୀ, ୟା ଦେହରେ ଅକ୍ସିଜେନଟା ବହୁତ ଦିଏ। କାର୍ବନ ଡାଇଅକ୍ସାଇଡ଼ ଯେତିକି ଛାଡ଼େ ସିଏ ବେଶୀ ଅକ୍ସିଜେନ ପ୍ରଦାନ କରେ। ତେଣୁକରି କାର୍ବନ ଡାଇଅକ୍ସାଇଡ଼ ନିଏ ଯେତିକି, କିନ୍ତୁ ଅକ୍ସିଜେନ ବେଶୀ ଦିଏ, କାରଣ ୟାର ବହୁତ ଘଞ୍ଚ ଆଉ ପତ୍ର ବହୁତ। ଏଇଟା ଗୋଟେ ଷ୍ଟମ୍ପ ଲାଗିଛି ଦେଖନ୍ତୁ, ସେଠି ଗୋଟେ ଲାଗିଛି, ସେପଟେ ଲାଗିଛି, ଏଠି ବି ଗୋଟେ ଲାଗିଛି, ଲଗେଇଛି ବର୍ତ୍ତମାନ ଏଇଠି ଲାଗିଛି, ସେଇ ଲଗେଇବା ଚାଲିଛି। ରତ୍ନା ମୋତେ ସାହାଯ୍ୟ କରୁଛି ଏଇସବୁ କାମରେ। ଆଉ ପ୍ରାୟ ମୁଁ 50 ଉପରେ ପାଖାପାଖି ବାଉଁଶ ଲଗେଇ ସାରିଛି ଏ ବର୍ଷ। ଆଉ ଦେଖାଯାଉ ଏ କେତେଟା ମରିଯାଇଥିଲା ଯେଉଁ ଗୁଡ଼ାକ, ସେଥିରେ ମଧ୍ୟ ତା ପାଖରେ ରିପ୍ଲେସ୍ ମଧ୍ୟ କରୁଛୁ। ଏ ହେଉଛି କଥା। ଏଇଠି ଗୋଟେ ଷ୍ଟମ୍ପଟା ଲାଗିଛି, ଏଇଟା ଗୋଟେ ଷ୍ଟମ୍ପଟା। ଚାଲ ଏଇ ରତ୍ନା ଲଗାଉଛି, ଏଇଟା ଗୋଟେ, ଆଉ ଏଇଠି ପଡ଼ିଛି ଗୋଟେ, ଆଉ ଲାଗିବ। ଏଇଟା ଯେଉଁ ଶୁଖିଯାଇଛି ମୋତେ ଲାଗୁଛି, ତେଣୁକରି ସେ ଶୁଖିଲାକୁ ରିପ୍ଲେସ୍ କରିବା ପାଇଁ ଆଉ ଗୋଟେ ଲଗାଉଛୁ। ଏଇଠି ଆଉ ଗୋଟେ ଲାଗିବ, କଞ୍ଚାଟା ଥୁଆ ହେଇଛି, ଆଣିକିରି ଷ୍ଟମ୍ପଟେ ଆଣିଛି। ଏଇଠି ଗୋଟେ ପିଜୁଳି ଗଛ ଲଗେଇଥିଲି, ଯୋଡ଼େ ପିଜୁଳି ଲଗେଇଥିଲି, ଗୋଟେ ମରିଯାଇଛି ଆଉ ଗୋଟେ ବଞ୍ଚିଛି। ଆଉ ଏପଟେ ଲାଗିବ, ଏଇଠି 2-3ଟା ଲାଗିଛି, ମାନେ ଲାଗିଥିଲା, ତା ବଦଳରେ ସେ କାଳେ ମରିଗଲାଣି ଭଲ ଲାଗୁଛି, ତେଣୁ ତାକୁ ରିପ୍ଲେସ୍ କରିଦେଉଛୁ। ଆଉ ଦେଖାଯାଉ କ'ଣ ହେଉଛି। ଆଉ ଗୋଟେ ମଣିଷ ପାଇଁ 20ଟା ବାଉଁଶ ଲଗାଇବା ଦରକାର। ଯେତିକି ଅକ୍ସିଜେନ ନେଉଛି ସେଇ ଅନୁସାରେ 20ଟା ବାଉଁଶ ଲଗାଇଲେ ପାଖାପାଖି, ମୁଁ ଯାହା ଶୁଣିବା କଥା, 20ଟା ବାଉଁଶ ଯଦି ଲଗାଯିବ ତାହେଲେ ମଣିଷର ଯେତିକି ମାନେ ଅକ୍ସିଜେନ ନେଉଛି ତାକୁ ସେ ଭରଣ ପୋଷଣ କରିପାରିବ ବାଉଁଶଟା। ତେଣୁ ଦେଖାଯାଉ କ'ଣ ହେଉଛି। ଜୟ ଜଗନ୍ନାଥ। ଇଏ ହେଲା ବାଉଁଶର ପତ୍ର।